ପିଲାମାନେ ଆମେ ବିଷୟକୁ ସମ୍ପୂର୍ଣ୍ଣ ଭାବେ ପଢ଼ିଦେଲେ। ଚାଲ ଘର କରିବା। ତାହେଲେ ତାର ଅଭ୍ୟାସ ପ୍ରଶ୍ନପତ୍ର ଆମକୁ କରିବାକୁ ପଡ଼ିବ। ତାହେଲେ 1 ନମ୍ବର ପ୍ରଶ୍ନ ଆମକୁ ଦେଇଛି, ଗପରୁ କୁହ ପ୍ରହ୍ଲାଦ ଗଛକୁ ବଞ୍ଚାଇବା ପାଇଁ କ'ଣ ଉପାୟ କଲା? କ'ଣ କଲା? ସିଏ ପ୍ରହ୍ଲାଦ କ'ଣ କରିଥିଲା? ଗଲା ବନ ବିଭାଗ ଅଫିସକୁ, ତାଙ୍କୁ ଡାକିକି ଆଣିଲେ, କ'ଣ ଗଛ ବଞ୍ଚିଯିବ। ମାଙ୍କଡ଼ର ପଥର ମାଡ଼ରେ ପକ୍ଷୀମାନଙ୍କର କ'ଣ ଲାଭ ହେଲା? ଗଛ ଆଉ ସେମାନେ କାଟି ପାରିଲେ ନାହିଁ। ବିପ୍ଳବ କାହିଁକି ମାଙ୍କଡ଼ ପାଖକୁ ଯାଇଥିଲା? କାହିଁକି ନା ମାଙ୍କଡ଼ ଆସିଲେ ତାଙ୍କ ଉପରେ ପଥର ଫୋପାଡ଼ିବ, ପଥର ଫୋପାଡ଼ିଲାରୁ ସେମାନେ ଆଉ ଗଛ କାଟିବେ ନାହିଁ। ତାପରେ 2 ନମ୍ବର, ପଢ଼ ଓ ଲେଖ। ପିଲାମାନେ ମଲ୍ଲ, ଏଠି ଲେଖିବ ମଲ୍ଲ। ପଲ୍ଲୀ ପଲ୍ଲୀ, ଦିଲ୍ଲୀ ଦିଲ୍ଲୀ, ଶୁକ୍ଲ ଶୁକ୍ଲ, କ୍ଳାନ୍ତ କ୍ଳାନ୍ତ, ଅମ୍ଳ ଅମ୍ଳ, ଆହ୍ଲାଦ ଆହ୍ଲାଦ। 3 ନମ୍ବର ପିଲାମାନେ ଆମକୁ ଦେଇଛି, ଚିତ୍ର ଦେଖ ଓ ଚିତ୍ର ତଳେ ନାମ ଲେଖ। ପିଲାମାନେ ହେଉଛି ଆମର ଲାଲକିଲ୍ଲା ଦିଲ୍ଲୀ। ଏଠି ଆମର ଅଗଷ୍ଟ 15 ଦିନ କ'ଣ କରିଥିଲେ? ସବୁବେଳେ ଅଗଷ୍ଟ 15 ଜାନୁଆରୀ 26ରେ ଆମ ଦେଶର ପ୍ରଧାନମନ୍ତ୍ରୀ ଏଠାରେ ଆମ ପତାକା ଉତ୍ତୋଳନ କରନ୍ତି। ଏ ହେଉଛି ଆମର ଫୁଲ, ବୁଝିହେଲା। ଇଏ ହେଉଛି ଆମର ବ୍ଲେଡ୍ ରେଜର, ଯେଉଁଥିରେ ଆମେ କାଟୁଛେ, ନଖ କାଟୁଛେ। ଇଏ ହେଲା ଆମର ସିଲଟ। ତାପରେ 4 ନମ୍ବର ପିଲାମାନେ, 4 ନମ୍ବର ଆମକୁ କ'ଣ ଦେଇଛି? ଗାର ଦେଇ ଶବ୍ଦ ଗଢ଼ ଓ ବାକ୍ସ ଭିତରେ ଶବ୍ଦ ଗୁଡ଼ିକ ଲେଖ। ପିଲାମାନେ ଯେମିତି ସେ ଲେଖିଛି କ୍ଲେଶ, ଲେଖିଲା କ୍ଲେଶ। ତାପରେ ଲେଖିଲା ପଲ୍ଲବୀ ପଲ୍ଲବୀ, ବୁଝିଲା ପଲ୍ଲବୀ। ତାପରେ ଆମେ କ'ଣ ଲେଖିଦେବା? ଆଉ କ'ଣ ଲେଖିପାରିବା? ପ୍ରହ୍ଲାଦ, ଲେଖିବା ପ୍ରହ୍ଲାଦ, ବୁଝିଲା। ସେମିତି ଆଉ କ'ଣ ଲେଖିବା ପିଲାମାନେ କହିଲ ଦେଖିବା? କହିଲ ଦେଖିବା ଆଉ କ'ଣ ଲେଖିବା? ଲେଖିପାରିବା ଆମେ ଉଲ୍ଲାସ, ଉଲ୍ଲାସ, ବୁଝିଲା, ଉଲ୍ଲାସ ହେଲା। ସେଇଭଳିଆ ଆମେ କିଛିଟା ଶବ୍ଦ ଏଠି କ'ଣ ଏଠି ଲେଖିବା। ପାଞ୍ଚ ନମ୍ବର ପିଲାମାନେ ଦେଇଛି ଆମକୁ, ଠିକ ଉଚ୍ଚାରଣ କରି ପଢ଼ ଓ ଲେଖ। ପ୍ରହ୍ଲାଦ ଆହ୍ଲାଦ, ପ୍ରହ୍ଲାଦ ଆହ୍ଲାଦ ଦୁଇ ସଙ୍ଗାତ, ଲେଖିବ ପ୍ରହ୍ଲାଦ ଆହ୍ଲାଦ ଦୁଇ ସଙ୍ଗାତ। ବଲରି ସହିତ ଗାଇଲେ ଗୀତ, ବଲରି ସହିତ ଗାଇଲେ ଗୀତ। ଉଲ୍ଲାସ ସେଠାରେ ମିଶିଲା ଆସି, ଉଲ୍ଲାସ ସେଠାରେ ମିଶିଲା ଆସି। ପଲ୍ଲୀବାସୀ ଦେଖି ହୋଇଲେ ଖୁସି, ଏ ଲେଖିବ ପଲ୍ଲୀବାସୀ ଦେଖି ହୋଇଲେ ଖୁସି। ତାପରେ ପିଲାମାନେ ଆମେ 6 ନମ୍ବର କ୍ୱେଶ୍ଚିନ୍ ଯିବା। 6 ନମ୍ବର ଆମକୁ କ'ଣ ଦେଇଛି? ରହିବା ପାଇଁ ଘରଟିଏ ନଥିଲେ କ'ଣ ଅସୁବିଧା ହେବ? ସାଙ୍ଗମାନଙ୍କ ସହ ଆଲୋଚନା କରି ଲେଖ। ପିଲାମାନେ ଯେତେବେଳେ ରହିବା ପାଇଁ ଘରଟିଏ ନଥିବ, ଯେମିତି ପକ୍ଷୀମାନେ କ'ଣ ବର୍ଷା ଦିନ ଆସୁଛି ସେମାନେ କେଉଁଠି ରହିବେ? ସେମିତି ଆମେ ବର୍ଷା ଦିନରେ କେଉଁଠି ରହିବା? ଆମେ ବର୍ଷା ଦିନରେ ବହୁତ ଅସୁବିଧାର ସମ୍ମୁଖୀନ ହେବା। ଶୀତ ଦିନେ ଆମକୁ ବହୁତ ଶୀତ କରିବ, ସେମିତି ଖରା ଦିନେ ଆମକୁ ପ୍ରଚଣ୍ଡ ମାତ୍ରାରେ ଖରା କେଉଁଠି ଆମେ ରହିବା, ଯେତେବେଳେ ଅତି ଜୋରରେ ଗ୍ରୀଷ୍ମର ପ୍ରଭାବ ପଡ଼ିବ। ତାପରେ 7 ନମ୍ବର, ପ୍ରହ୍ଲାଦ ବନ ବିଭାଗକୁ ଯାଇ ଗଛକୁ ରକ୍ଷା କଲା। ତୁମେ ସେଇଠି ଥିଲେ ଗଛକୁ କିପରି ରକ୍ଷା କରିଥାନ୍ତ? ତାହେଲେ ତମେ ଲେଖ ପିଲାମାନେ, ତମେ ନିଜେ ଲେଖିବ। ତମେ ସମସ୍ତଙ୍କର ଅଲଗା ଅଲଗା ଯେମିତି ହବ, ଏମିତି ତମେ ଯଦି ସେଇ ଜାଗାରେ ଥାଆନ୍ତ ତାହେଲେ ତମେ ଗଛକୁ ରକ୍ଷା କରିବା ପାଇଁ କ'ଣ କରିଥାନ୍ତ? 8 ନମ୍ବର ପିଲାମାନେ ଆମକୁ ଦେଇଛି, ଜୋରରେ ବର୍ଷା ହେଲେ ନିଜେ ନିଜକୁ ରକ୍ଷା କରିବା ପାଇଁ କିଏ କେଉଁଠିକି ଯିବେ? ଲେଖ। ପିଲାମାନେ ମଣିଷ କେଉଁଠିକି ଯିବ? ମଣିଷ କେଉଁଠି ଗୋଟେ ଘର ବାରଣ୍ଡାକୁ ଯିବ, କିମ୍ବା ଗଛ ତଳକୁ ଯିବ। କୁକୁର ମଧ୍ୟ ସେମିତି ହେଲା। ମୟୂର ତାର ହେଲା ଗଛ ତଳକୁ ତାର ବସାକୁ ଯିବ। ଘର ଚଟିଆ ମଧ୍ୟ ତା ବସାକୁ ଯିବ। ସାପ ଗାତ ତଳକୁ ଯିବ। ବେଙ୍ଗ ମଧ୍ୟ ଯିବ। ବେଙ୍ଗ ପାଣିରେ ବି ରହିପାରିବ। ତାପରେ 9 ନମ୍ବର କ୍ୱେଶ୍ଚିନ୍ ଆମକୁ ଦେଇଛି ପିଲାମାନେ, କ'ଣ ଦେଇଛି? ବାୟା ଚଢ଼େଇ ନିଜ ଘର ଘାସ ଆଉ କୁଟାରେ ତିଆରି କରେ ହେଲା। ବାୟା ଚଢ଼େଇ କେଉଁଥିରେ ତା ଘର ତିଆରି କରେ? ଘାସ ଓ କୁଟାରେ। ତୁମ ଏ ଘର କେଉଁଥିରେ ତିଆରି ହୋଇଛି ଲେଖ। ପିଲାମାନେ ଆମେ ଲେଖିବା ଆମ ଘର କେଉଁଥିରେ ତିଆରି ହେଇଛି? ମାଟି, ଗୋଡ଼ି, ସିମେଣ୍ଟ, ବାଲି,
ଏସବୁରେ ଆମର ଘର ତିଆରି ହେଇଛି। 10 ନମ୍ବର, ତୁମେ କେଉଁ ସବୁ ଜାଗାରେ ପକ୍ଷୀ ବସା ଦେଖିଛ? ପିଲାମାନେ ବର୍ତ୍ତମାନ ତମେ ଗଛରେ ଖାଲି ପକ୍ଷୀ ବସା ଦେଖୁଥିଲ, କିନ୍ତୁ ଆଗରୁ ଘର ଯେଉଁ ଚାଳ ଘର ବହୁତ ଗୁଡ଼ିଏ ଥିଲା, ତେଣୁ ଚାଳ ଘରେ ମଧ୍ୟ ପକ୍ଷୀ ବସା କରିକି ପକ୍ଷୀମାନେ ଘର ଚଟିଆ ମାନେ ରହୁଥିଲେ। ସେଇଥିପାଇଁ ବର୍ତ୍ତମାନ ଆଉ ଏତେ ଚାଳ ଘର ନାହିଁ, ଯେହେତୁ ସବୁ ଘର ଚଟିଆ ଲୋପ ପାଇବାକୁ ବସିଲେଣି ହେଲା। 11 ନମ୍ବର ପିଲାମାନେ ଦେଲେ ଘର କହିଲେ ଯେଉଁ ସବୁ କଥା ତୁମକୁ ମନକୁ ଆସୁଛି ଲେଖ। ତା ଲେଖିବା, ଯେପରି ଘର ଆମକୁ ଖରା ବର୍ଷାରୁ ରକ୍ଷା କରେ। ତାପରେ ଘର ଆମକୁ କ'ଣ ଗୋଟେ ସୁଖ ଶାନ୍ତି ଗୋଟେ ପରିବାର ପ୍ରଦାନ କରେ, ସେମିତି ହେଲା। ଘରେ ଥିଲେ ଆମେ ସବୁଠାରୁ ନିରାପଦ ମନେ କରୁ, ବୁଝିହେଲା। ଘରେ ଆମେ ରାତିରେ ଯଦି ଘର ନଥିବ ରାତିରେ ଶୋଇବା କେଉଁଠି କି କରେ, ଏରା ସବୁ ଆମର ଏଠି ବର୍ଣ୍ଣନା କରିବ।